ମାଛ ଭଳିଆ ପହଁରି ତ ମୁଁ ଭାବିଲି ଗୋଟେ ଜବରଦସ୍ତ ମାଛରେ ରେସିପି ବନେଇବି। ତ ସେଇ ସୋରିଷ ମସଲାରେ ଟିକେ ଅଲଗା ପକାଇବା, ଯେମିତିକି ପୋସ୍ତ ଦେବା, ଆଉ ସୋରିଷଟାକୁ ରାତିରେ ଭେଦେଇକି ରଖିଥିବେ, ଭେଦା ସୋରିଷ ଦେବା, ଆଉ ଶୁଖିଲା ନଡ଼ିଆ, ଆଉ ବାକି ସବୁ ଯେଉଁ ବେସିକ୍ ମସଲା ରହିଲା ସେଇଟା ପକାଇବେ। ଏଇ ତିନିଟା ହେଲା ମେନ୍ ମସଲା, ଭେଦା ସୋରିଷ, ପୋସ୍ତ ଆଉ ନଡ଼ିଆ, ଶୁଖିଲା ନଡ଼ିଆ ମାନେ ଯେଉଁଟା ଖୁରୁଡ଼ି ନଡ଼ିଆ, ଆଉ ହଁ ଆଉ ଟିକେ ଲେମ୍ବୁ ରସ ପକାଇବେ। ତାୱାରେ ସୋରିଷ ତେଲକୁ ଗରମ କରିକି ଭୃଷଙ୍ଗ ପତ୍ର ଉପରେ ଥୋଇକି ମାଛକୁ ପୁରା ବଢ଼ିଆ ସେ ଭାଜିବେ। ଓ ଗୋଟେ କଥା ମନେ ଅଛି, ଗାଧେଇକି ଆସିଲା ପରେ ବୋଉ ଯେଉଁ ଲମ୍ବା ସୂତାନି ଟାଣିକି ପାତ ପକେଇକି ବଢ଼ିଆ ସେ ଗୋଟେ ମୁଣ୍ଡ କୁଣ୍ଡେଇ ଦିଏ, ଆଉ ତାପରେ ପାଖରେ ଆଣିକି ଥୋଇଦିଏ କଂସେଇ ପଖାଳ ବାଡ଼ିକି, ଆଉ ତା ସହିତ ଥାଏ କିଛି ମାଛ ଭଜା, ଓହୋ, ଆଉ ତା ସହିତ ଥାଏ କଖାରୁ ଫୁଲ ବରା। କଖାରୁ ଫୁଲ ବରା ସବୁ ଓଡ଼ିଆ ଘରେ ବନେ, ଆଉ ଏଇଟା ମୁଁ ବନାଏ ସ୍ପେଶାଲ ଗୋଟେ କଖାରୁ ଫୁଲର ମୁଣ୍ଡି ଛେଚା। ଗୁଣ୍ଡେ ପଖାଳ ପାଟିକୁ ଗଲା ପରେ ଲାଗେ ଦୁନିଆର ସବୁଠୁ ସୁଖୀ ଲୋକ ବି ମୁଁ, ଆଉ ସବୁଠୁ ଧନୀ ଲୋକ ବି ମୁଁ। ପେଟେ ତୋରାଣି ପିଇଲା ପରେ ସାତ ତାଳ ନିଦ କୁଆଡ଼ୁ କେଜାଣି ଘୋଟି ଆସେ। ପଖାଳ ଖାଇକି ଢୋଳାଏ ବୋଲି ବୋଉଲୋ ଟ୍ୟୁସନ୍ ସାରିକି ମାଡ଼ ଦିଅନ୍ତି, ପୁରା ଛିନଛତ୍ର ମାଡ଼।